আজি ପାଣି ପକ୍ଷ ଉପରେ ଆପଣ ଆଜି ଉପସ୍ଥିତ ଥିଲେ ଚର୍ଚୁମୂଳି ଆନଗେଟ୍ରେ ତ କେମିତି କ'ଣ ସବୁ ରହିଛି ଚାଷୀ ଆଉ ପାଣିପାଗ ଉପରେ କେମିତି କ'ଣ ସବୁ ରହିଛି? ଜଳସେଚନ ବିଭାଗ ତରଫରୁ ପାଣି ପକ୍ଷ ଏକ ଉତ୍ସବ ପାଳନ କରାଯାଇଥିଲା, ଆୱାରନେସ୍ କ୍ୟାମ୍ପ କରାଯାଇଥିଲା। କିନ୍ତୁ ମୋତେ କହିବାକୁ ବି ଲାଜ ଲାଗୁଛି ଯେ ମୁଁ ଜଣେ କୃଷକର ପୁଅ, କୃଷକର ଡେଭଲପମେଣ୍ଟ ହେଇପାରୁନି। ଆମେ ସମସ୍ତେ ଲଢ଼େଇ କରୁଛୁ, କେଉଁଠି ଗୋଟେ ବାହାରି ଯାଉଛୁ। ସରକାରଙ୍କର ବିଗତ ଦିନରେ ଇଚ୍ଛାଶକ୍ତି ଥିଲା କି ନାହିଁ ମୁଁ ଜାଣିନି, ମୋତେ ନଥିଲା। ସେ ଏଠି ଆପଣ ଆନ୍ଧ୍ରାରେ କୃଷକ ଡେଭଲପମେଣ୍ଟ କରୁଛି, ଓଡ଼ିଶାରେ କୃଷକ କାହିଁକି ଡେଭଲପମେଣ୍ଟ କରିପାରୁନାହିଁ? କଥା ଏଇଠି ରହିଛି। ୟା ତ କୃଷକକୁ କେଉଁଠି ନା କେଉଁଠି ଅଭିଶପ୍ତ ଜୀବନ ଜିଇବାକୁ ପଡ଼ୁଛି। ତେଣୁ ନିହାତି ଭାବେ କୃଷକର ବିକାଶ ପାଇଁ ରାଜନେତାଠୁ ଧରି ଅଫିସର ପର୍ଯ୍ୟନ୍ତ ମୁଁ 5ଟି ବିଭାଗର ନାଁ କହୁଥିଲି। ସେ 5ଟି ବିଭାଗକୁ ନେଇ ଜଏଣ୍ଟ ବୈଠକ କଲେ କୃଷକର ବିକାଶ ହେବ। କାରଣ କୃଷକ ଯେତେବେଳେ ଚାଷ ଜମି ପାଣି ନଥାଏ, ପ୍ରଥମ କଥା। ଦ୍ୱିତୀୟ କଥା, ମଲ୍ଟିପ୍ଲାଏ ଫାର୍ମର୍ସ ଏଠି କ୍ରିଏଟ୍ ହେଇନାହାନ୍ତି, ତାପରେ ଟ୍ରେନିଂ ଦିଆଯାଏ ନାହିଁ। ଯଦି ଟ୍ରେନର ଥାଆନ୍ତେ ତାହେଲେ ଟ୍ରେନିଂ ଦିଆଯାଆନ୍ତା, ତାହେଲେ କୃଷକ ବିକାଶ ହୁଅନ୍ତା। ଲୋକେ ଏଠି ଦାବି କରନ୍ତି କୋଲ୍ଡ ଷ୍ଟୋର ପାଇଁ, ଏ 6 ମାସ ପନିପରିବା ଚାଷ ନ ହେବ କୋଲ୍ଡ ଷ୍ଟୋର ଚାଲିପାରିବ ନାହିଁ। ତେଣୁ ଅନେକ ସମସ୍ୟା ଦେଇ ଗତି କରୁଛି କୃଷକ ସମାଜ। ତେଣୁ ମୁଁ କୃଷକ ବନ୍ଧୁମାନେ କହୁଥିଲି, ଯେଉଁ ବନ୍ଧୁ ଆପଣ ଲଢ଼ିବାର ଶିଖିନାହାନ୍ତି, ରାସ୍ତା ଉପରକୁ ଆସିନାହାନ୍ତି, ସେ ବନ୍ଧୁ ଆପଣ ବିକାଶ ହେବନି। ତେଣୁ ମୁଁ ଆଶା କରୁଛି ଏବଂ ନିବେଦନ କରୁଛି ମୋ କୃଷକ ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ଆମେ ସଚେତନ ହେବା। ନେତୃତ୍ୱରେ ଏଠି ଗୋଟେ ସଚେତନ ଶିବିର ଆୟୋଜନ କରାଯାଇଥିଲା ଯେ ପାଣି ପଞ୍ଚାୟତରେ ଯେଉଁ ପାଣି ଯାଉଛି ତାକୁ କିଭଳି ଭାବେ ସୁଷମ ଭାବେ ବଣ୍ଟନ କରାଯିବ ଆଉ ଚାଷୀ କେମିତି ପାଣି ପାଇବେ ତା ଉପରେ ଗୁରୁତ୍ୱ ଦିଆଯାଇଛି। ଏବଂ ଆକୁ ଲକ୍ଷ୍ୟ ରଖି ଦୁଇ ବିଧାୟକ 2 ମାସ ପୂର୍ବରୁ ବୌଦ୍ଧରେ ଗୋଟେ ଚେକ୍ ଡ୍ୟାମ୍ ଏବଂ ନୟାଗଡ଼ର ବୃତ୍ତଙ୍ଗରେ ଗୋଟେ ଚେକ୍ ଡ୍ୟାମ୍ କରିବାରେ ସହାୟ କରିଛୁ। ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ସେ ପାଣି ଗଞ୍ଜାମ ଜିଲ୍ଲାର ପ୍ରାୟ ଅଧିକାଂଶ ନିର୍ବାଚନ ମଣ୍ଡଳୀକି ତାକୁ ପ୍ରଭାବିତ ହେବ। ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୋର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଦାବେଳେ ତତ୍ପର। ତେଣୁ ଆମେ ମୋହନ ମାଝୀଙ୍କର ନେତୃତ୍ୱକୁ ସ୍ୱୀକାର କରି ଚାଷୀମାନଙ୍କର ପାଖରେ ସବୁ ପ୍ରକାର ଦାବିକୁ ଗ୍ରହଣ କରିବା ପାଇଁ 2 ବିଧାୟକ ଆଜି ପ୍ରତିଶ୍ରୁତିବଦ୍ଧ। ଦେଖନ୍ତୁ ଯେଉଁ ହରିଗଡ଼ରେ ମେଗା ପ୍ରୋଜେକ୍ଟ ହେଇଛି ସେଠି ପାଣିର ସୋର୍ସ ହେଇପାରୁନି। ଦେଖନ୍ତୁ ଅତୀତର ସରକାର ଚାଷୀ ବିରୋଧୀ ସରକାର ଥିଲା। ମୁଁ ଖୋଲାଖୋଲି ଭାବେ କହିବି, ମେଘା ଲିଫ୍ଟ ଇରିଗେସନ୍ର ଅର୍ଥ ବିଜୁ ଜନତା ଦଳ କି ନବୀନ ବାବୁ ବୁଝିପାରିନଥିଲେ। ତେଣୁ ମେଘା ଲିଫ୍ଟ ଇରିଗେସନ୍ ଯେଉଁଟା କରାଯାଏ ତା ପାଖରେ ତାକୁ ଚେକ୍ ଡ୍ୟାମ୍ ବ୍ୟବସ୍ଥା ବି କରାଯାଏ। ମୁଁ ଯେତେବେଳେ ବିଧାୟକ ହେଲା ପରେ ମୁଁ ସେଠି ଦେଖିଲି ମାନେ ମେଘା ଲିଫ୍ଟ ଇରିଗେସନ୍ ତିଆରି ହୋଇଛି କିନ୍ତୁ ପାଣିର ବ୍ୟବସ୍ଥା ନାହିଁ। ତାକୁ ଆପଣ ଅଳ୍ପ ଦିନ ଭିତରେ ଦେଖିବେ। ଆମେ ଚେକ୍ ଡ୍ୟାମ୍ ଯେଉଁ କରୁଛୁ ସେ ଚେକ୍ ଡ୍ୟାମ୍ ଦ୍ୱାରା 100 ଏକର ଜମିକୁ ପାଣି ମାଡ଼ିବାର ବ୍ୟବସ୍ଥା ବି କରୁଛୁ। ସାର୍ ବର୍ତ୍ତମାନ ସମୟରେ ଯେଉଁ ଅଦିନିଆ ଲଗାଣ ବର୍ଷା ରହିଛି ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି, ଦୟାକରି ଆମର ଆଇନ ପାଖରେ ରୋଷେଇ ବ୍ୟବସ୍ଥା ହେଇଛି, ଟିକେ ଆପଣମାନେ ମଧ୍ୟାହ୍ନ ଭୋଜନ କରିକି ଯିବେ। ଏତିକି କହି ଆମର ଆଜି ସଭା ଧନ୍ୟବାଦ ଦେଉଛି। ଆଉ ଏ ଫଙ୍କସନ୍କୁ ସୁଚାରୁରୂପେ ସମାଧାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ମୋ ହୃଦୟର ଆନ୍ତରିକ ଧନ୍ୟବାଦ ଜଣାଉଛି। ଆମର ପ୍ରେସ୍ ଆମେ ଆହୁରି ଉନ୍ନତି କରିବୁ ବୋଲି ଆଶା କରୁଛୁ। ତେଣୁ ମୁଁ ସମସ୍ତଙ୍କୁ ଖାଇବା ସମୟ ହେଇଗଲାଣି, ମୁଁ ଯଦି ଖାଇବା ବ୍ୟବସ୍ଥା କରାଯାଇଛି ସମସ୍ତଙ୍କୁ ଅନୁରୋଧ କରିବି, ଆଉ ମୁଁ ସମୟ ନଷ୍ଟ କରୁନାହିଁ। କରିପାରିବେ ଆମେ ତାକୁ ସଂଗଠିତ କରି ଯେଉଁ ସାର୍ କହିଲେ ସୁତା ବିଧାୟକ ସାର୍ 5ଟି ବିଧାୟକ ଆମେ 5ଟି ବିଭାଗ କରି କରୁଛୁ, ସମସ୍ତେ ମିଳିମିଶି ଆମେ ମିଟିଂ କରୁ। 2 ଲକ୍ଷ ଟଙ୍କାରେ କେବେ ବି ସମ୍ଭବ ନୁହେଁ। ତେଣୁ ସେଇ ଘର ଖର୍ଚ୍ଚ ପାଇଁ ଯେଉଁ ପଇସାଟା ସେଇଟା ସାର୍ 12 ଲକ୍ଷ ଟଙ୍କା ଏବଂ 15 ଲକ୍ଷ ଟଙ୍କା ଭିତରକୁ। ଦ୍ୱିତୀୟ କଥା ହେଉଛି ଏବେ ପାଣି ପଞ୍ଚାୟତ ଯେଉଁମାନେ ସବୁ ତାଙ୍କର ତ ନିଜର ଘର ନାହିଁ, ତାଙ୍କୁ ବାସଗୃହ ଯୋଗାଇ ଦିଆଯାଏ ନାହିଁ, ସବୁଠି ଯାଇକି ସବୁ ଫୋରମରେ ସାର୍ମାନେ କହିପାରୁଛନ୍ତି। ତେଣୁ ମୁଁ 3ଟି କଥା ଆଜି ମୋର ପାଣି ପଞ୍ଚାୟତରୁ ଜଳ ସଂରକ୍ଷଣ ସାର୍ ଯେ ଆମ ପାଣି ପଞ୍ଚାୟତର କର୍ମକର୍ତ୍ତା ଆସିକି ଆପଣଙ୍କ ସାର୍ ଅଭିଯୋଗ, କାରଣ ଭୋକ ଲାଗିଲାଣି। ଗୋଟେ କଥା ଅଛି, ଖାଲି ପେଟରେ ଦିନକ ପତି ନେଇ ଜଳତା, ସେଇ ଅବସ୍ଥା ବର୍ତ୍ତମାନ। ତେଣୁ ଭୋକ ଲାଗିଲାଣି। ତେଣୁ ଆମେ କେତେବେଳେ ଅନ୍ୟ ଜାଗାରେ ୱାର୍କସପ୍ କଲାବେଳେ ଆମେ ସମସ୍ତେ କହିବା ସଦା ଆସିବାକୁ ରହୁ, ତାପରେ ଆମେ ଆପଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆହୁରି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଚେଷ୍ଟା କରିବୁ। ଧନ୍ୟବାଦ ସାର୍। ବର୍ତ୍ତମାନ ଆମର ଆକ୍ଚୁଆଲି ଜନତା ପାର୍ଟି ପାଖରେ ଚାଷୀର ଜାତି ନାହିଁ। ସେ ଯୋଉ ଦଳର ଚାଷୀ ହଉଛି ହଉ, ତା ପାଖରେ ତାର ସାମଗ୍ରୀ ପହଞ୍ଚିବାର ଦାୟିତ୍ୱ ଏ 2 ବିଧାୟକଙ୍କର। जो हरिलुटर सरकार चलता मु अनुरोध करुच्ची
जो नुआ सूर्य उदय होउची ए सूर्य को देखंतु ए दुई